नमस्कार जय जगन्नाथ दर्शक बंधु एसपी एस्ट्रोलॉजी ओडिशा चैनल प्रसारित मासिक राशिफल कार्यक्रम को आपण मानक स्वागत। दर्शक बंधु आज आम आलोचना करवा जुलाई 2024 रे केमिति रहिबो राशिचक्र अष्टम राशि बिछा राशि व्यक्तिविशेष मानकर शुभाशुभ राशिफल विषय विस्तृत भाव आलोचना करवा। किंतु ता पूर्व जदि आम चैनल को प्रथम थर कर आसी था तेज वीडियोटी को लाइक करूँ, शेयर करूँ और चैनल को सब्सक्राइब कर पाखे बेल आइकन को प्रेस करूँ जहाँद्वारा कि आम चैनल अपलोड होता समस्त वीडियो आप सर्वप्रथम देखार सुजोग पाइपर। दर्शक बंधु चलतु आरंभ करवा आज आलोचना चक्र जुलाई 2024 केमिति रहिबो बिछा राशि व्यक्तिविशेष मानकर शुभाशुभ राशिफल। ये बिछा राशि जार अधिपति ग्रह होउछंती मंगल, आर शुभवार रविवार मंगलवार, घातवार शुक्रवार, शुभ संख्या 139, शुभ रंग गोलापी नाली। ये बिछा राशि व्यक्तिविशेष मानकर स्वभाव विषय सामान्य रूप से जानिबा। बिछा राशि जात व्यक्ति बहु धन और जन संपन्न, उत्तम स्त्री युक्त, क्रूर बुद्धि, राजसेवक, सर्वदा उद्योग युक्त, श्रेष्ठ धनाशीलशाली, दृढ़ बुद्धि और शौर्यशाली होइथांती। ए जुलाई मासरे बिछा राशि व्यक्तिविशेष मानक कौन रहिबो गोचरीय ग्रह स्थिति। मेष राशि मंगल, वृष राशि बृहस्पति, मिथुन राशि शुक्र और बुध, कन्या राशि केतु, कुंभ राशि शनि और मीन राशि राहु अधिष्ठान करुछंती। এই গোচরীয় স্থিতিକୁ ନଜରରେ ରଖି ଆମେ ଜୁଲାଇ ମାସର ରାଶିଫଳ 2024 ଏହା ହିଁ ବିଚାର କରିପାରିବା ଯେ ଏହି ମାସ ବିଛା ରାଶିର ଲୋକଙ୍କ ପାଇଁ ମିଶ୍ରିତ ଫଳାଫଳ ଆଣିବାର ସମ୍ଭାବନା ଅଛି। କ୍ୟାରିୟର କ୍ଷେତ୍ରରେ ମଧ୍ୟ ଆପଣ ସାମାନ୍ୟ ମଧ୍ୟମ ଫଳ ପ୍ରାପ୍ତ କରିପାରନ୍ତି। ଦଶମ ଘରର ପ୍ରଭୁ ଶୁକ୍ରଙ୍କ ସହିତ ମାସ ଆରମ୍ଭରେ ଅଷ୍ଟମ ଘରେ ରହିବେ, ଯେଉଁ କାରଣରୁ ଚାକିରିରେ ଉତ୍ଥାନ ପତନ ପରିସ୍ଥିତି ଉପଜିପାରେ। କେହି କେହି ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ମଧ୍ୟ କରିପାରନ୍ତି, ଯେଉଁ କାରଣରୁ ଆପଣ ଅସୁବିଧାରେ ପଡ଼ିବେ। ତେଣୁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। କେହି କେହି ଆପଣଙ୍କର ଫାଇଦା ଉଠାଇ ପାରନ୍ତି, କିନ୍ତୁ ଷଷ୍ଠ ଘରେ ମଙ୍ଗଳ ହେତୁ ଏହି ପରିସ୍ଥିତିରୁ ବାହାରିବା ପାଇଁ ସହଜ ହେବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ବର୍ଷ ଅନୁକୂଳ ହେବ। ଆପଣ ଆଶାଠାରୁ ଅଧିକ ସଫଳତା ପାଇବେ। ଜଣେ ଭଲ ଅଭିଜ୍ଞ ସହଭାଗୀ ଆପଣଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ କାମ କରିବେ, ଯେଉଁ କାରଣରୁ ଆପଣ ବ୍ୟବସାୟରେ ଭଲ ଅଗ୍ରଗତି ମଧ୍ୟ କରିବେ। ଅବିବାହିତ ଲୋକଙ୍କ ପାଇଁ ମାସ ଅନୁକୂଳ ଅଟେ। ଆପଣ ନିଜ ସମ୍ପର୍କରେ ଅତି ସହଜରେ ଭଲ ଜୀବନଯାପନ କରିବେ, କିନ୍ତୁ ମାସ ଶେଷ ଭାଗରେ କିଛି ତିକ୍ତ ଯୁକ୍ତି ମଧ୍ୟ ହୋଇପାରେ। ପ୍ରେମ ସମ୍ପର୍କରେ ଉତ୍ଥାନ ପତନ ହେବ। ଛାତ୍ରଛାତ୍ରୀମାନେ ସେମାନଙ୍କର ତୀକ୍ଷ୍ଣ ବୁଦ୍ଧିରୁ ଉପକୃତ ହେବେ ଏବଂ କମ୍ ସମୟ ମଧ୍ୟରେ ଅଧିକ ଅଧ୍ୟୟନ କରିବାକୁ ସମର୍ଥ ହେବେ। ଭାଇ ଓ ଭଉଣୀମାନଙ୍କର ସମର୍ଥନ ରହିବ। ପରିବାରରେ ଶାନ୍ତି ଏବଂ ସୁଖ ରହିବ, କିନ୍ତୁ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆପଣ ପରିବାର ଠାରୁ କିଛି ଦୂରତା ବଜାୟ ରଖିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ହେବ। ବିଶେଷ କରି ମାସର ପ୍ରଥମାର୍ଦ୍ଧ ଦୁର୍ବଳ ହେବାର ସମ୍ଭାବନା ରହିଅଛି। ଏ ବୃହସ୍ପତି ଏବଂ ଶନି ଯେଉଁ ଦୁଇଟି ଗ୍ରହ ମୁଖ୍ୟତଃ ଭୂମିକା ଗ୍ରହଣ କରିଥାନ୍ତି ଏହି ରାଶିଫଳ ବିଚାର ସମୟରେ। ତେଣୁ ଏ ବିଛା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବୃହସ୍ପତି ସପ୍ତମସ୍ଥ ଏବଂ ଶନି ଚତୁର୍ଥସ୍ଥ। प्रथमे जदि आम बृहस्पति कथा आलोचना करवा, तेज बृहस्पति होउछन्ति धन धान्यर कारक, विद्या बुद्धिर कारक, जशर कारक, कीर्तिर कारक, आध्यात्मिकतावादीर कारक एवं सत्मार्ग सद्दिग को दर्शन करइबार प्रतीक। तेणु बृहस्पति जेहेतु आपणकर सप्तम स्थ अटंती, बृहस्पति गोचरीय स्थिति अनुसार द्वितीय, पंचम, सप्तम, नवम, एकादश ए सब स्थान में अत्यंत शुभफल प्रदान करती। तेणु जेहेतु आपण सप्तम बृहस्पति, तेणु आपण निश्चित भाव संपूर्ण रूप से आपण शुभफल प्राप्त करेंगे बृहस्पति ठारू।
ଧନଧାନ୍ୟରେ ବୃଦ୍ଧି ହେବ, ଆୟ ବୃଦ୍ଧି ହେବ, ଆକସ୍ମିକ ଭାବରେ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି, ଯଶ କୀର୍ତ୍ତି ବୃଦ୍ଧି ହେବ। ଆଧ୍ୟାତ୍ମିକତାବାଦୀ ଲୋକମାନେ ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କର ଆଗ୍ରହ ଆହୁରି ବଢ଼ିବ, ସର୍ବଦା ଦେବ ଚିନ୍ତନରେ ମଗ୍ନ ରହିବେ ଏବଂ ଯେଉଁମାନେ ବ୍ୟବସାୟ ବାଣିଜ୍ୟ କରୁଛନ୍ତି ସେମାନେ ମଧ୍ୟ ଆକସ୍ମିକ ଭାବରେ ଲାଭ ପ୍ରାପ୍ତ କରିବେ, ସେମାନଙ୍କର ବ୍ୟବସାୟ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇବ ଏବଂ ଯେଉଁମାନେ ସେୟାର ମାର୍କେଟରେ ଅର୍ଥ ବିନିଯୋଗ କରୁଛନ୍ତି ସେମାନେ ଭଲ ରକମର ରିଟର୍ଣ୍ଣ ପାଇବେ, ସେମାନଙ୍କର ସେୟାର ସବୁବେଳେ ବୃଦ୍ଧି ହେବ ଏବଂ ସେମାନେ ଭଲ ଆୟ ମଧ୍ୟ କରିପାରିବେ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନୋନିବେଶ କରିବେ, ଖୁବ୍ କମ୍ ପରିଶ୍ରମରେ ମଧ୍ୟ ସେମାନେ ଆଶାନୁରୂପ ଫଳ ପ୍ରାପ୍ତ କରିପାରିବେ। ତେଣୁ ସେମାନେ ପାଠପଢ଼ା କ୍ଷେତ୍ରରେ ଉନ୍ନତି କରିବେ। ଏବଂ ଯଦି ଶନିଙ୍କ କଥା ଆମେ ଆଲୋଚନା କରିବା ତାହେଲେ ଶନି ହେଉଛନ୍ତି ଚତୁର୍ଥସ୍ଥ। ଗୋଚରୀୟ ସ୍ଥିତି ଅନୁସାରେ ଶନି 4ଟି ସ୍ଥାନରେ ଶୁଭଫଳ ପ୍ରଦାନ କରିଥାନ୍ତି, ତୃତୀୟ, ଷଷ୍ଠ, ଦଶମ ଏବଂ ଏକାଦଶ। ତେଣୁ ଶନି ଆପଣଙ୍କର ଚତୁର୍ଥ ହୋଇଥିବାରୁ ସାମାନ୍ୟ ରୂପରେ ଆପଣଙ୍କୁ ଅଶୁଭ ଫଳ ପ୍ରଦାନ କରିବେ। କିନ୍ତୁ ଯେହେତୁ ବୃହସ୍ପତି ଆପଣଙ୍କର ଅତ୍ୟନ୍ତ ଶୁଭ ରହୁଛି ସେଥିପାଇଁ ଆପଣ ମଧ୍ୟମ ଫଳ ପ୍ରାପ୍ତ କରିବେ। ଶନି ବିଶେଷ କରିକି ଆପଣଙ୍କର କର୍ମକ୍ଷେତ୍ରରେ ଆପଣଙ୍କୁ ଅବନତି କରାଇପାରେ, ଆପଣଙ୍କର ପ୍ରମୋସନକୁ ବା ପଦୋନ୍ନତିକୁ ବିଳମ୍ବ କରାଇପାରେ ଏବଂ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଠାରୁ ଆପଣ ସାମାନ୍ୟ ରୂପରେ ଅବହେଳିତ ହୋଇପାରନ୍ତି। ଯେଉଁମାନେ ନୂତନ ଭାବରେ କର୍ମପ୍ରାପ୍ତି ନିମନ୍ତେ ଆବେଦନ କରୁଛନ୍ତି ସେମାନଙ୍କୁ କର୍ମପ୍ରାପ୍ତି ନିମନ୍ତେ ବିଳମ୍ବ ହୋଇପାରେ, କିନ୍ତୁ ବାରମ୍ବାର ଚେଷ୍ଟା ପ୍ରଚେଷ୍ଟା ଦ୍ୱାରା ସେଥିରେ ଆପଣ ସଫଳତା ନିଶ୍ଚିତ ଭାବରେ ପ୍ରାପ୍ତ କରିବେ। ତେଣୁ ଦର୍ଶକ ବନ୍ଧୁ, ତ ଆମେ ବିସ୍ତୃତ ଭାବରେ ଆଲୋଚନା କଲେ ଯେଉଁ ଶୁଭାଶୁଭ ବିଷୟରେ ଆମେ ଆଲୋଚନା କଲେ, ଯେଉଁ ଅଶୁଭ ଫଳ ଗୁଡ଼ିକ ରହୁଛି ସେହି ଅଶୁଭ ଫଳକୁ ପରିତ୍ୟାଗ କରି ଶୁଭ ଫଳ ପ୍ରାପ୍ତ କରିବା ନିମନ୍ତେ ଆପଣ କେତେ ଗୁଡ଼ିଏ ପ୍ରତିକାର ବିଷୟରେ ମଧ୍ୟ ଆମେ ଆଲୋଚନା କରିବା। ସେ ପ୍ରତିକାର ଗୁଡ଼ିକ ହେଉଛି ଆପଣ ମାତା ବଗଳାମୁଖୀଙ୍କୁ ଦର୍ଶନ କରନ୍ତୁ, ବଗଳାମୁଖୀଙ୍କୁ ସାମାନ୍ୟ ପୂଜା ଅର୍ଚ୍ଚନା କରନ୍ତୁ, କିମ୍ବା ଶିବଙ୍କୁ ଆପଣ ପ୍ରତି ସୋମବାର ଦିନ ଦର୍ଶନ କରନ୍ତୁ, ଆପଣଙ୍କର ଗୋତ୍ର ଏବଂ ନାଁରେ କ୍ଷୀର ଲାଗି କରନ୍ତୁ, କିମ୍ବା ଆପଣ ପ୍ରତିଦିନ ସ୍ନାନ ପରେ ହନୁମାନ ଚାଳିଶା ପାଠ କରନ୍ତୁ। ମଙ୍ଗଳବାର ଶନିବାର ଦିନ ହନୁମାନଙ୍କ ଦର୍ଶନ କରନ୍ତୁ, ରାଶି ତେଲର ଦୀପଟିଏ ଜାଳନ୍ତୁ, କିମ୍ବା ଆପଣ ଶିବ ମନ୍ଦିରରେ ଧଳା ଚନ୍ଦନ ଅର୍ପଣ କରନ୍ତୁ। ଦେଖିବେ ଏ ଅଶୁଭ ଫଳକୁ ପରିତ୍ୟାଗ କରି ଆପଣ ଶୁଭ ଫଳ ପ୍ରାପ୍ତ କରିପାରିବେ। ତାହେଲେ ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆପଣଙ୍କର ସୁଚିନ୍ତିତ ମତାମତ ଦେବାକୁ ଜମା ଭୁଲନ୍ତୁନି। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।